ପ୍ରୋବ୍ଲେମ ନାହିଁ, ଯାହା ବି କଲେ କିଛି ପ୍ରୋବ୍ଲେମ ନାହିଁ, କାରଣ ଏଇଟା 1000% ଗ୍ୟାରେଣ୍ଟି ଦିଆହଉଛି ପ୍ରୋଜେକ୍ଟ ରିଲିଜ ହେଲା ପରେ ଆହୁରି ଖୁସି ହେବେ, ସମସ୍ତଙ୍କ ଏକ୍ସପେକ୍ଟେସନ ଫୁଲଫିଲ ହବ। ଆଉ ସେ ସବୁ ଗୀତ ଯୋଉଟା ବଜେଇ ଦେଖୁନ କେମିତି ହଉଛନ୍ତି ସବୁ ସବୁ ସମସ୍ତଙ୍କ ମୁଣ୍ଡ ଖରାପ ହେଇ କାଲି ଆଲବମ ରିଲିଜ ହଉଛି ସବୁ ପାଗଳା ହେଇଯାଇଛନ୍ତି। ତ କେବଳ ଏଇ କେବଳ କ୍ରେଜ ଭାଇ ଏଇ କ୍ରେଜ ଆମେ ସମସ୍ତ ପାଖରେ ଦେଖିବାକୁ ଚାହୁଁଛୁ। ଉଦିତଙ୍କର ଗୋଟେ ଷ୍ଟୋରି ପଢିଲେ 1.5 ଲକ୍ଷରୁ ଉର୍ଦ୍ଧ୍ୱ ପିଲା ଦେଖନ୍ତି ଷ୍ଟୋରି। ଏଇଟା ମୁଁ ପର୍ସନାଲ ନିଜେ ଦେଖିଛି ତାଙ୍କ ଆକାଉଣ୍ଟରେ ଯାଇକି। ମାନେ ତ ଗୀତ ଯୋଉମାନେ ରିଲିଜ ହେଇନି ଯେମିତି ଫିଲ୍ମ ରିଲିଜ ହଉଛି ସେଇଭଳିଆ ମୋ ସାଙ୍ଗ ମାନେ ଏମିତି ହଉଛନ୍ତି ଭାଇ। ସେଇଭଳିଆ ମଜା ଆକ୍ଚୁଆଲି ମାନେ ବଡ ଷ୍ଟାର ଗୋଟେ ସିଏ ଆଣିଛନ୍ତି, ଗୋଟେ ବଡ ଷ୍ଟାର ଅଲରେଡି ରେଡି ହେଇଗଲେଣି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଆସିବାକୁ। ଭାଇ ସବୁ ଉପର ବାଲାର ଆଶୀର୍ବାଦ ଆଉ ତମମାନଙ୍କୁ ବ୍ଲେସିଂସ୍ ଭାଇ, ତମମାନଙ୍କ ଭଲ ପାଇବା ଆଉ କିଛି ନୁହେଁ ଭାଇ। ମୁଁ ଆଶା କରୁଛୁ କାଲି ଭାଇ ମୁଁ ପୁରା ଆମ ଘର ଲୋକ ଯେତିକି ଅଛନ୍ତି ମୁଁ ଲୋକଙ୍କୁ ଧରି ତାଙ୍କ ଫୋନ ଧରିକି ମୁଁ କହୁଛୁ ଏଇ ମାରିଲା ଆଖି ପଲକ ମୁଁ ତୁ ଟିଜର ଦେଖିଛ ଗୀତ ଶୁଣିଛ ସମସ୍ତଙ୍କୁ ଧରି ଭାଇ କରୁଛୁ ଭାଇ। ମାନେ ଗୋଟେ ସତ ଦେଖେ ନା, ଏଇଟା ସେତିକି ତମକୁ ଭଲ ଲାଗିଛି ବୋଲି ତ ତମେ କରୁଛ ନା, ନହେଲେ କଣ ଏତେ ଷ୍ଟ୍ରେସ୍ ହେଇଥାନ୍ତା? ନିଜେ ତମ ଏକ୍ସାଇଟେଡ୍ ଦେଖିକି ତମ ଫ୍ୟାନ୍ସ ମାନେ ଜାଣିପାରୁଛ ଯେ ଆଲବମ କୋଉ ଲେଭେଲରେ ଆସୁଛି। ବାକି ଟିଜର ବି ଜଣା ପଡେ ଯେ କାମ କେମିତି ହେଇଛି। ଆଲବମ ତ ଯେତେବେଳେ ଉଦିତ କରନ୍ତି ସବୁବେଳେ ହାଇପ୍ କ୍ରିଏଟ୍ ହୁଏ, ସେଟା ବଡ କଥା ନୁହେଁ। ବଟ୍ ଏଇ ଆଲବମରେ ସ୍ପେଶାଲ ବହୁତ ବଢିଆ କାମ ହେଇଛି, ବହୁତ ସୁନ୍ଦର ହେଇଛି। ଡିଆଇ ଯୋଉ କାମ ଗୁଡା ଆମେ ଯେମିତି ଚାହୁଁଛୁ କ୍ଲାଇମେକ୍ସ ଭାଇ ଯୋଉ କ୍ଲାଇମେକ୍ସ ଅଛି ଆଲବମ ଭିତରେ ଗୋଟେ ସ୍ପେଶାଲ କ୍ଲାଇମେକ୍ସ, ସେଟା ସ୍ମୃତି ର ଦିମାଗକୁ ମାନତେ ହବ। ଲାଷ୍ଟ କୁ ଯୋଉ କ୍ଲାଇମେକ୍ସ ଟା ରଖିଛନ୍ତି ସେଟା ବି ଲୋକ ଦେଖିଲା ସେଇ ପରେ କ୍ଲାଇମେକ୍ସଟା ସମସ୍ତଙ୍କୁ ନିଶ୍ଚିତରେ ଭଲ ଲାଗିବ। ଯୋଉଟା ଟିଜରରେ ଆପଣ ମାନେ ହାଇପ୍ ହେଇଛି ଯେ ଉଦିତ କାହାକୁ ବାଡେଇ ଯାଉଛନ୍ତି, କାହାକୁ ଆକ୍ଚୁଆଲି ବାଡେଇବେ, ରୋମାଣ୍ଟିକ ଗୀତରେ କାହାକୁ ହବ ମାଡ, ଏଇଟା ଗୋଟେ ସବୁଠୁ ବଡ ସସ୍ପେନ୍ସ। ସମସ୍ତେ ଦେଖୁଛନ୍ତି ରୋମାଣ୍ଟିକ ଗୀତ, ଆଉ କିନ୍ତୁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେ ମତେ ବି କେତେ ଜଣ ପଚାରିଲେ ଭାଇ ରୋମାଣ୍ଟିକ ଗୀତରେ କଣ ବାଡା ବାଡି ଫେରେ ଉଦିତ କଣ ରହିଲା ବେଳେ ମାଡଟା ଦରକାର। ମୁଁ କହିଲି ହଁ, ସେ ଗୋଟେ କାହାକୁ ନ ବାଡେଇଲେ ହବନି, ବଟ ଏଥିରେ କାହାକୁ ବାଡଉଛନ୍ତି ଏଇଟା ଗୋଟେ ବଡ ସସ୍ପେନ୍ସ। ସେଟା କାଲି ଆମେ ଖୋଲିବାକୁ ଯାଉଛୁ 9:05 ଆପଣ ମାନେ କ୍ଲିୟର ଅଛି, 9ଟା ରିଲିଜ ହଉଛି। ଅଲରେଡି ହଁ ମୁଁ କହିଦଉଛୁ ପ୍ରିମିୟର ମାରି ଦେଇଛ ନା ଭାଇ? ପ୍ରିମିୟର ମରା ଅଲରେଡି ହେଇଯାଇଛି। ୟୁଟ୍ୟୁବ ରେ ପ୍ରିମିୟର ମରା ହେଇସାରିଛି। ଯୋଉମାନେ ବି ଏତେ ଯାଏଁ ମାନେ ଦେଖିନାହାନ୍ତି ଇଏରେ, ଗୋଟେ ମିନିଟ ଭାଇ, ଜଷ୍ଟ ଗୋଟେ ମିନିଟ। ହଁ ହଁ କରନ ଆରେ ପାସପୋର୍ଟ ଟା କଣ? ଗୋଟେ ମିନିଟ ଭାଇ, ଗୋଟେ ମିନିଟ ଖାଲି। କରନ ଆରେ ପାସପୋର୍ଟ ଟା ମାର ଟିକେ। ଯୋଉମାନେ ବି ଏତେ ଯାଏଁ ୟୁଟ୍ୟୁବ ର ପ୍ରିମିୟର ପାସପୋର୍ଟ ଟା ମାର। ପ୍ରିମିୟର କେତେବେଳେ ମାରିଲ ଭାଇ? 5ଟା ବେଳେ? 5ଟାରେ ରାଇଟ୍ 5ଟାରେ ପ୍ରିମିୟର ମରା ହେଇଛି। ହଁ ଲୋକ ଜାଣି ପାରୁନାହାନ୍ତି ନା ଭାଇ, ସିଏ ଖାଲି ଜାଣିଛନ୍ତି କାଲି ରିଲିଜ ହଉଛି, କିନ୍ତୁ ଆମେ ପ୍ରିମିୟର ମାରି ସାରିଲେଣି ବୋଲି ସିଏ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଏବେ ଜାଣିଦେବେ ଆଉ। ହଁ ଏବେ ଜାଣିଦେବେ ଆଉ। ମୁଁ କହିଦଉଛୁ ଦେଖ ସମସ୍ତଙ୍କୁ ମୁଁ କହୁଛୁ ୟୁଟ୍ୟୁବ କୁ ଯିବ, ୟୁଟ୍ୟୁବ ଓପନ କରିବ। ଗୋଟେ ମିନିଟ ଭାଇ। ହଁ ଏମିତି ୟୁଟ୍ୟୁବ ଓପନ କରିବ ଏବେ ଯାଇକି, ଲାଇଭ ସରିଲା ପରେ ୟୁଟ୍ୟୁବ ଓପନ କରିବ, ବାବୁ ଭାଇ ପ୍ରଡକ୍ସନ କୁ ଯିବ, ବାବୁ ଭାଇ ପ୍ରଡକ୍ସନ କୁ ଏଠି ଦେଖିବ ଆଖି ପଲକ ତୁ ଅପକମିଂ, ୟା ଉପରେ କ୍ଲିକ କରିବ। ଏଠି ନୋଟିଫିକେସନ ଟା ଅନ୍ କରିଦବ। ଅଲରେଡି ପ୍ରିମିୟର ପକାଇ ସାରିଛି, 200 କେତେ ଲାଇକ୍ ହେଇଗଲାଣି। ଅଟୋମେଟିକ କାଲି ଯେତେବେଳେ 9ଟା ବେଳେ ଏଟା ରିଲିଜ ହବ ପ୍ରିମିୟର ଲାଇଭ, ଆମେ ସମସ୍ତେ ସାଙ୍ଗରେ ମିଶିକି ଦେଖିବା କାଲିକି 9ଟା ବେଳେ। କାଲି ମୁଁ ଭାଇ 2-3ଟା ଫୋନ ୱାଇଫାଇ ସବୁ ରେଡି କରି ଲାପଟପ ଧରିକି ବସିଯିବି। ଯେତିକି ସବୁ ମେସେଜ କରିବେ, ଯେତିକି ସବୁ କାଲି ଖାଲି ମୁଁ ଖାଲି ରିପ୍ଲାଏ ଦଉଥିବି କାଲି ବସିକି। କାଲି ଗୋଟେ ଦିନ ଉଦିତ କର ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଟାଇମ ଦେବେ, ଏଇଟା ସେ ଅଲରେଡି କହିଦେଲେ। ତ ସମସ୍ତଙ୍କ ଷ୍ଟୋରି ଦେଖିବେ, ସମସ୍ତେ ମେସେଜ କରିବେ, ଆପଣ ମାନେ ମିଶିକି ପ୍ରିମିୟର ଦେଖିବା 9ଟାରେ, ପୁରା ପରଫେକ୍ଟ 9ଟାରେ ଆପଣ ରେଡି ହେଇକି ଥିବେ। ଅଲରେଡି ପ୍ରିମିୟର ମରା ହେଇଯାଇଛି, 200 କେତେ ଲାଇକ୍ ପଳେଇଲାଣି, ଲୋକଙ୍କ ପାଖକୁ ନୋଟିଫିକେସନ ଆସ୍ତେ ଆସ୍ତେ ଯାଉଛି। ମୁଁ ଆଶା କରୁଛି ରାତି ଭିତରେ ସମସ୍ତଙ୍କୁ ପଳେଇବ। ବାସ୍ ସମସ୍ତଙ୍କୁ ଗୋଟେ ରିକ୍ୱେଷ୍ଟ, ପ୍ଲିଜ 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 ଏଇ ଗୀତକୁ ଡାଉନଲୋଡ କରି ପକେଇବେନି। ଅଲରେଡି ଆମର ଏଇଟା ମାନେ ଚ୍ୟାନେଲରେ ଗୋଟେ ମୁମ୍ବାଇ ଟିମ୍ ସହିତ ଆମର ଗୋଟେ ଆଟାଚମେଣ୍ଟ ଅଛି, ଅଟୋମେଟିକ ଷ୍ଟ୍ରାଇକ୍ ପଳେଇ ଆସିବ। ସେତେବେଳେ ଆପଣ ମାନେ ଆମକୁ ଖରାପ ଭାବିବେ, ଆପଣ ଚ୍ୟାନେଲ ଉପରେ ଆଫେକ୍ଟ ପଡିବ। କାଇଣ୍ଡଲି ରିକ୍ୱେଷ୍ଟ ଯେ ବହୁତ କେବେ କଷ୍ଟରେ ଜିନିଷ ବନାଉଛୁ, ତ ପ୍ଲିଜ ଆକୁ କେହି ରିଅପଲୋଡ କରୁନି। ଦେଖ, ମଜା ନିଅ, ଭଲ ପାଅ, ଶୁଣ, କିନ୍ତୁ ଆକୁ ରିଅପଲୋଡ, ୟା ପଛରେ କେତେ ଲୋକଙ୍କର ହାତ ଅଛି, କେତେ ମେହନତ କରୁଛନ୍ତି, ସେଟା ଯୋଉମାନେ କରିଛନ୍ତି ସେମାନେ ଜାଣିଛନ୍ତି। ରିଅପଲୋଡ ହେଲେ ଆପଣଙ୍କ ଚ୍ୟାନେଲ ହିଁ ଖରାପ ହବ। ଅଟୋମେଟିକାଲି ତାର ସିଷ୍ଟମ କରାଯାଇଛି, ଷ୍ଟ୍ରାଇକ୍ ପଳେଇ ଆସିବ। ତ ରିକ୍ୱେଷ୍ଟ ଆପଣ ମାନେ ସମସ୍ତେ ବାବୁ ଭାଇ ପ୍ରଡକ୍ସନ ଚ୍ୟାନେଲକୁ ଯିବେ, ଦେଖିବେ, ଭରପୁର ସେୟାର କରିବେ। ଯେମିତି କହୁଥିଲି ଉଦିତଙ୍କର ଗୋଟେ ଷ୍ଟୋରି ଭିଡିଓ 1.5 ଲକ୍ଷ ମାନେ ଯାଏ ଦେଖନ୍ତି। ତ ତା ଦେହରୁ ଯଦି 50,000 ପିଲା ବି ଯଦି ଗୋଟେ ଷ୍ଟୋରି ମେନସନ କରିଦେଲେ, କାଲି 1 ଡେ 1 ମିଲିୟନ ହବାକୁ କେହି ବି ସେଇଟା ଅଟକେଇ ବି ପାରିବେନି। ଗୋଟେ ଚେଷ୍ଟା ଭାଇ, ଆଉ ସେଇଟା ଗୋଟେ ଇଚ୍ଛା ଅଛି ଯେ ୱାନ୍ ଡେ ରେ ଯଦି 1 ମିଲିୟନ ଗୋଟେ କାଲି ହବ ମାନେ ପୁରା ଖେଳ ହେଇଯିବ ଭାଇ। ଆମର ଆଉ 1 ଡେ ମୋର ଅଲରେଡି 1 ବିଶ୍ୱାସ ମିଲିୟନ ଗୋଟେ ଅଛି ଭାଇ, ମୋ ପ୍ରୋଜେକ୍ଟ। ପରିବାର ମତେ ଯୋଉମାନେ ଭଲ ପାଉଛନ୍ତି ତାଙ୍କ ଉପରେ ବିଶ୍ୱାସ ଅଛି। ଆମ ଚ୍ୟାନେଲରେ ଯେତେ ବି ପ୍ରୋଜେକ୍ଟ ପଡିଛି, ଉଦିତଙ୍କର ଗୋଟେ ପ୍ରୋଜେକ୍ଟ 1 ଡେ 1 ମିଲିୟନ ହେଇଥିଲା। ଗୋଟେ କହିବିନି, 2ଟା କହିବି। ଗୋଟେ ହେଲା ସୁନା କଣ୍ଡେଇ, ସେକେଣ୍ଡ ହଉଛି ବାଦଶାହ ବାଦଶାହ, ଭାଇ ଟିକେ ଲେଟ୍ ହେଇଥିଲା। ବଟ୍ 3-4 ସୁନା ଘଣ୍ଟା କଣ୍ଡେଇ ଲେଟ୍ 1 ଡେ ରେ 1 ମିଲିୟନ ଆସିଥିଲା ସୁନା କଣ୍ଡେଇ। ଏଇଟା ତାଠାରୁ ଛପର ଫାଡ ଆଲବମ ହେଇଛି, ଖତରନାକ ହେଇଛି। ସବୁଠୁ ସ୍ପେଶାଲ ଜିନିଷ ହଉଛି ଉଦିତ ବହୁତ ଜିନିଷକୁ ବାଛନ୍ତି, କିନ୍ତୁ ଏଇ ଗୀତକୁ ଫାଷ୍ଟ ଆମେ ମତେ ସିଲେକ୍ଟ କରିଥିଲେ। ଲୁଙ୍ଗି ପିନ୍ଧେଇ ଦେଲ ଭାଇ, ତମେ ମତେ ଲୁଙ୍ଗି ପିନ୍ଧେଇ ଦେଲ। ସେଇ ଲୁଙ୍ଗିର ଲୁକ୍ ଟା କେତେ ବଢିଆ ଲାଗୁଛି, ତମେ ସେଟା ପିଲାମାନଙ୍କ କମେଣ୍ଟ ଯାଇକି ଦେଖ।
କାଲି ମୁଁ ଗୋଟେ କାଲି ବଢିଆ କାଲି ସେଟା କାଲି ଜଣା ପଡିବ ମୁଁ ନା। ଗୋଟେ ବଢିଆ ଜିନିଷଟା କହିବାକୁ ଚାହୁଁଛି। ଉଦିତ ଫାଷ୍ଟ ଟାଇମ ପାଇଁ ଗୀତ ଶୁଣିକି ପସନ୍ଦ କରିଥିଲେ ଗୋଟେ ଥରକରେ, ଏଇଟା ଗୋଟେ ପ୍ଲସ ପଏଣ୍ଟ। ଟିଜର ଯେତେବେଳେ ଆସିଲା ଗୋଟିଏ ଥରକରେ ଟିଜର ପସନ୍ଦ କରିଥିଲେ, ସେକେଣ୍ଡ ପ୍ଲସ ପଏଣ୍ଟ। ଭିଡିଓ ଯେତେବେଳେ ଆସିଲା ମୁଁ ଅଲରେଡି ଚ୍ୟାନେଲରେ ପକେଇକି ତାଙ୍କୁ ଅନଲିଷ୍ଟେଡ ପଠେଇଥିଲି। ସେଥିରେ ବି ସବୁବେଳେ କିଛି ନା କିଛି କହନ୍ତି ଭାଇ ଏଇଟା ହେଲାନି ସେଇଟା ହେଲାନି। ଫାଷ୍ଟ ଟାଇମ ପାଇଁ ଏଇ ଭିଡିଓକୁ ଉଦିତ କହିଲେ ଭାଇ ବୋବାଲ ହେଇଛି, ମାନେ ଗୋଟେ ଥରକରେ। ତା ଥରକାରେ ମାନେ ପଶି କୋଉ ଯାଉଛି ନା। ଲେବୁଲ ର ଭିଡିଓ ହେଇଛି, ଆଉ କେମିତି କାମ ହେଇଛି, ଆଉ କଣ ହେଇଛି, ଯୋଉଟା ଉଦିତ କୁ ପସନ୍ଦ ଲାଗିଲା ମାନେ ଯିଏ ଓଡିଶାର ନମ୍ବର 1 ଇନଷ୍ଟାଗ୍ରାମ ରେ ଅଛନ୍ତି ତାଙ୍କୁ ପସନ୍ଦ ଲାଗିଗଲା। ତ ଆପଣ ମାନଙ୍କୁ କେମିତି ପସନ୍ଦ ନ ଲାଗିବ ଆପଣ ମାନେ ନିଜେ କୁହନ୍ତୁ। ନାଇଁ ଭାଇ କାଲି ଆମର ଆଶା ଏଇଆ ଯେ ସମସ୍ତଙ୍କ ଆଶୀର୍ବାଦ ମିଳୁ। କାଲି ସକାଳୁ ଉଠିକି ମୁଁ 6ଟାରୁ ଗାଧେଇ ଗୁଧେଇକି ଭାଇ ପୁରା ପୂଜା ପାଠ କରିକି କାଲି ବସିବି 9ଟା ବେଳକୁ। କାଲି ମୋର ବି ଅପେକ୍ଷା, ମୋ ପାଖରେ କିନ୍ତୁ ଅଲରେଡି ଆଲବମ ଅଛି। ମୋ ପାଖରେ ଅଲରେଡି ଆଲବମ ଅଛି, ଯୋଉମାନଙ୍କୁ ଦରକାର ମୁଁ ପାର୍ସନାଲ ପଠେଇ ଦଉଛି ହେଲା। ଆମ ବାବାଇ ଚ୍ୟାନେଲ ରେ କାଲି ଛାଡିବା ପୂର୍ବରୁ ମୁଁ ଲିଙ୍କ କରିଦଉଛି। ଆମର ଗୋଟେ ଗୋଟେ ଭିଉ କେତେ ପୁରାଣ ଏଟା ଉଦିତ ବହୁତ ଭଲରେ ଜାଣିଛନ୍ତି, କିଛି ଟେନସନ ନାହିଁ। କାଲି ଆମର ତ ଏଟା ମିଲିୟନ ଲାଗିକି ଅଛି କହିବାକୁ ଗଲେ, ସେଟା ମାନେ ଡାଉଟ କରି ନାହିଁ। ଉଦିତଙ୍କ ଫ୍ୟାନ୍ ଯେତିକି ଅଛନ୍ତି ଲାଗିକି ଅଛି, ବଟ ଖାଲି ଆମର ଖାଲି ଗୋଟେ ଜିନିଷ ଯେ 24 ଘଣ୍ଟା ମିଲିୟନ ଲାଗିଲା। ଏଇଟା ସେଇଟା ହିଷ୍ଟ୍ରି ଫେର ବ୍ରେକ୍ ହବ। ଚେଷ୍ଟା ଆଉ ସେଇଟା ଓଡିଆ ଚେଷ୍ଟା ଇଣ୍ଡଷ୍ଟ୍ରିରେ ସେଇଟା ଫେର ଗୋଟେ ଚହଳ ସେଇଟା ଆମ ସୃଷ୍ଟି କରିବ। ଲୋକମାନଙ୍କ ଉପରେ ଭରସା ଆଉ ବହୁତ ଆମ ଲୋକଙ୍କର ଫ୍ୟାମିଲି। ଆଶା ବଢେଇବ, ବହୁତ ଲୋକଙ୍କର ଫଟେଇବ। ସେଇ ଫଟେଇବା ଟା ଆମର ଦରକାର। 24 ଘଣ୍ଟାରେ 1 ମିଲିୟନ ଲଗେଇକି ଯାହାର ଫାଟୁଛି ତାର ଭଲ କି ଭାଇ ଫଟେଇ ଦିଅ, ଯେମିତି ଆଉ ବାକି ନ କାଲି ଭାଇ ରହିବ। ଜାଣିଛ ନା ନାଇଁ, ଆଲବମ ରିଲିଜ ହେଲେ ବହୁତ ଲୋକ ଖୁସି ତ ହେବେ ହେବେ, ଆଉ ବହୁତ ଲୋକ ଦୁଃଖ ବି ହେବେ, ଜାଣିଛ ନା ଭାଇ, ନା ଜାଣିନ ଭାଇ? ହଁ ସେଇଟା ବହୁତ